देखो ଶିଖରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ନମ୍ବର 1, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। 13 ଏକର ଜମିରେ ଏହି ବିଦ୍ୟାଳୟର କ୍ୟାମ୍ପସ ରହିବ। ଏଥିରେ ହଜାରେ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ବ୍ୟବସ୍ଥା ରହିବ। ବିଦ୍ୟାଳୟରେ 26ଟି ଶ୍ରେଣୀଗୃହ, 8ଟି ବିଜ୍ଞାନ ଗୃହ ଓ 8ଟି ଅତିଥି କକ୍ଷ ରହିବ। ସେହିପରି 2ଟି ଛାତ୍ରୀ ନିବାସ ଓ 2ଟି ଛାତ୍ରାନିବାସ ରହିବ। ଭୁବନେଶ୍ୱର ଅନ୍ଧାରୁଆରେ ପ୍ରତିଷ୍ଠା ହେବାକୁ ଥିବା ଏହି ସ୍କୁଲରେ 22ଟି ଟିଚର କ୍ୱାର୍ଟର୍ସ ଓ 12 ଏକରର ଖେଳ ପଡ଼ିଆ ରହିବ। ରାଜ୍ୟର 314ଟି ଆଦର୍ଶ ବିଦ୍ୟାଳୟର ବଛା ବଛା ପିଲା ଏଠାରେ ପଢ଼ିବେ। 2022 ସୁଦ୍ଧା ପ୍ରକଳ୍ପର ନିର୍ମାଣ କାମ ସରିବା ଲକ୍ଷ୍ୟ ରଖାଯାଇଛି। ନମ୍ବର 2, ସେପ୍ଟେମ୍ବର 27ରେ ମିଳିତ କୃଷକ ମୋର୍ଚ୍ଚାର ଭାରତ ବନ୍ଦ ଡାକରା। କିଷାନ ମହାପଞ୍ଚାୟତରେ ଭାରତ ବନ୍ଦ ଡାକରା ଦିଆଯାଇଛି। ରବିବାର ମୁଜଫରନଗରରେ ଅନୁଷ୍ଠିତ ଏହି ବିଶାଳ କାର୍ଯ୍ୟକ୍ରମରେ ମିଳିତ କିଷାନ ମଞ୍ଚ 27 ସେପ୍ଟେମ୍ବରରେ ସାରା ଦେଶରେ ସବୁକିଛି ବନ୍ଦ ରହିବ ବୋଲି ଘୋଷଣା କରିଛି। ମୁଜଫରନଗରର ଘୋଷଣା ପରେ ବିଜେପି ସମେତ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପୂର୍ବରୁ ମିଳିତ କିଷାନ ମଞ୍ଚ 25 ସେପ୍ଟେମ୍ବର ଭାରତ ବନ୍ଦ ଡାକରା ଦେଇଥିଲା, ହେଲେ ମହାପଞ୍ଚାୟତରେ ଏହାକୁ 27 ସେପ୍ଟେମ୍ବରରେ ପାଳନ ଲାଗି ନିଷ୍ପତ୍ତି ହୋଇଛି। ଏହି ଦିନ ସାରା ଦେଶରେ ଟ୍ରେନ୍ ଏବଂ ବସ୍ ଯାତ୍ରା ବନ୍ଦ ରହିବ ବୋଲି ଚାଷୀ ନେତା କହିଛନ୍ତି। ନମ୍ବର 3, 2 ଓଡ଼ିଆ ଶିକ୍ଷକଙ୍କୁ ଜାତୀୟ ଶିକ୍ଷା ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଗୁରୁଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି। ଓଡ଼ିଶାର 2 ଜଣ ଶିକ୍ଷକଙ୍କୁ ବି ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ଭଦ୍ରକର ଅଶୋକ କୁମାର ଶତପଥୀ ଓ ଗଞ୍ଜାମର ଅଜିତ କୁମାର ସେଠୀଙ୍କୁ ସମ୍ମାନିତ କରାଯାଇଛି। ଅଶୋକ ଶତପଥୀ ଏବେ ଭଦ୍ରକ ଜିଲ୍ଲା ସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। 2003 ମସିହାରୁ ସେ ସ୍କୁଲ ଓ ଗରିବ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ କାମ କରୁଛନ୍ତି। ଏଥିପାଇଁ ସେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିଛନ୍ତି। ସେହିପରି ଅଜିତ କୁମାର ସେଠୀ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ। 2007 ମସିହାରେ ସେ ଶିକ୍ଷକତା ଆରମ୍ଭ କରିଥିଲେ। ପ୍ରଥମରୁ ହିଁ ସେ ସଙ୍ଗୀତ ମାଧ୍ୟମରେ ଶିକ୍ଷକତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସଙ୍ଗୀତ ମାଧ୍ୟମରେ ଶିକ୍ଷକତା ସହଜ ଓ ବୋଧଗମ୍ୟ ହୋଇଥାଏ ବୋଲି କହିଛନ୍ତି ଅଜିତ। ଏଥିପାଇଁ ସେ ପିଲାମାନଙ୍କୁ ସଙ୍ଗୀତ ମାଧ୍ୟମରେ ପାଠ ପଢ଼ାଇଥାନ୍ତି। ନମ୍ବର 4, ଆଜିଠୁ 6 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଆଜିଠୁ 6 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଅସୁସ୍ଥତା କାରଣରୁ ସେ ଓଡ଼ିଶା ଆସିପାରୁନଥିଲେ, ହେଲେ ସୁସ୍ଥ ହେବା ପରେ ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ। ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ କେନ୍ଦ୍ରମନ୍ତ୍ରୀ। ପାଣିପାଗ ସୂଚନା, 5ରୁ ଊର୍ଦ୍ଧ୍ୱ ଜିଲ୍ଲାରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି। ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେପ୍ଟେମ୍ବର 6ରୁ 7 ତାରିଖ ମଧ୍ୟରେ ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ପୁରୀ ଆଦି ଜିଲ୍ଲାର 1-2ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ମାଲକାନଗିରି, ରାୟଗଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ମୟୂରଭଞ୍ଜ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ସେପ୍ଟେମ୍ବର 7ରୁ 8 ତାରିଖ ମଧ୍ୟରେ ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ନମ୍ବର 6, ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ହେଲେ 443 ଶିକ୍ଷକ। ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଲେ ଶିକ୍ଷକ। 443 ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଲୋକସେବା ଭବନରେ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ନବନିଯୁକ୍ତ ଶିକ୍ଷକଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଆଦର୍ଶ ବିଦ୍ୟାଳୟଗୁଡ଼ିକ ପାଇଁ 10 ସୂତ୍ରୀ ଲକ୍ଷ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପିଲାମାନଙ୍କୁ ରକ୍ତଦାନ, ପରିବେଶ ସୁରକ୍ଷା ସହିତ ସାକ୍ଷରତା ଅଭିଯାନରେ ସାମିଲ କରିବା, ଯୋଗ, କ୍ରୀଡ଼ା ଓ ସୁସ୍ଥ ଜୀବନଶୈଳୀ ଆଦି ପାଇଁ ଉତ୍ସାହିତ କରିବା, ଜାତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା, ସ୍କୁଲ ସମୟରୁ ଦକ୍ଷତାର ବିକାଶ ପ୍ରତି ଯତ୍ନବାନ ହେବା ଆଦି ବିଭିନ୍ନ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହାଛଡ଼ା ପ୍ରତି ଆଦର୍ଶ ବିଦ୍ୟାଳୟକୁ ଏକ 10 ବର୍ଷିଆ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ନମ୍ବର 7, ସୀମିତ ଟ୍ରେନ୍ରେ ଅଣସଂରକ୍ଷିତ ଟିକେଟ୍ରେ ଯାତ୍ରା ପାଇଁ ଅନୁମତି। ଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପଦକ୍ଷେପ। କିଛି ସୀମିତ ଟ୍ରେନ୍ରେ ଅଣସଂରକ୍ଷିତ ଅର୍ଥାତ୍ ୟୁଟିଏସ୍ ଟିକେଟ୍ ବୁକିଂ ଦ୍ୱାରା ଯାତ୍ରା କରିବାକୁ ଅନୁମତି ଦେଇଛି ରେଳବାଇ। ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ମଧ୍ୟରେ ପୁରୀ ଅନୁଗୁଳ ପୁରୀ ସ୍ପେଶାଲ ଏବଂ ଖୋର୍ଦ୍ଧା ରୋଡ୍ କେନ୍ଦୁଝରଗଡ଼ ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନ୍ରେ ୟୁଟିଏସ୍ ଟିକେଟ୍ ମାଧ୍ୟମରେ ଯାତ୍ରା ପାଇଁ ଅନୁମତି ଦିଆଯାଇଛି। ସେହିପରି ୱାଲଟିୟର ଓ ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ଗୁଣୁପୁର ବିଶାଖାପଟ୍ଟନମ ଗୁଣୁପୁର ସ୍ପେଶାଲ, ରାୟପୁର ବିଶାଖାପଟ୍ଟନମ ରାୟପୁର ସ୍ପେଶାଲ, ଟିଟିଲାଗଡ଼ ବିଳାସପୁର ଟିଟିଲାଗଡ଼ ସ୍ପେଶାଲ,
एवं काकीनाडा विशाखापट्टनम काकीनाडा विशेष ट्रेन रे यूटीएस टिकेट माध्यम ट्रेन यात्रा ପାଇଁ अनुमति दि जाइछि। एछडा खूब शीघ्र चलाचल କରିବାକୁ ଥିବା खोर्धा रोड पुरी खोर्धा रोड पैसेंजर स्पेशल और खड़गपुर भद्रक खड़गपुर स्पेशल ट्रेन रे यूटीएस टिकेट रे ट्रेन यात्रा ପାଇଁ अनुमति दि जिवो बोली रेलवे पक्षरु कह जाइछि। नंबर 8 निवेशकों टंका फेरैबाको आमे प्रतिबद्ध कहिला सहारा। सेबी सहित चलीथिबा विवाद मध्य सुप्रीमकोर्टों कटकणा जोगु गत 8 वर्ष धरी सहारा विभिन्न समस्यार सम्मुखीन होउछि। एही कारणरू निवेशक माने टंका फेरी पाई पारु नाहंती। सहारा पक्षरु काली ए संपर्क रे स्पष्टीकरण दिया जाइछि। एथिरे कह जाइछि जे कोर्टों निर्देश क्रमे सेबी रे सहारा पक्षरु 25,000 कोटी टंका जमा कर जाइछि। सहारा एहार 3 कोटी निवेशकों संबंधित समस्त दलिल को मध्य 9 वर्ष पूर्वे जांच पई सेबी को हस्तांतर करिछि। जांच परे सेबी एही अर्थ निवेशकारी को देबा कथा। सारा देश रे 154टी संवादपत्र रे 4 पर्याय विज्ञापन देवा परे सेबी गत 9 वर्ष मध्य सहारार निवेशक मानक केवल 129 कोटी टंका फेरस्त करिछि। एसबु व्यतीत सहारा विभिन्न वैदेशिक कंपनी हाथ मिलई अन्य नुआ व्यवसाय उपर कार्य करुछि। व्यावसायिक बुझामणा गुड़िक कार्यकारी हेले 4 रु 5 मास भितर स्थिति स्वाभाविक होइजिवो और आमे निवेशक मानक नियमित पेमेंट करि पारिबु। नंबर 9 तालिबान रो दाबी पंजशीर उपत्यकार 4 जिला दखल। रविवार दिन तालिबान एवं प्रतिरोध बाहिनी अफगानिस्तान पंजशीर उपत्यकार युद्ध जारी रखिथिबा बेले पंजशीर को हाथेइबा लागि विरोधी लगातार लड़ुछि तालिबान। मीडिया रिपोर्ट अनुसार पंजशीर 4 जिला को निज कब्जा को नहीं तालिबान दाबी करिछि, जहाको अग्राह्य करिसंती विरोधी दल। पंजशीर 4 जिला बंद परेन खिंज अफसर को कब्जा करि नैथिबा तालिबान दाबी करिछि। तेबे एही दाबी को प्रतिपक्ष अग्राह्य करि दैछंती। विरोधी कहबा अनुसार संघर्ष पर तालिबान पछको फेरी जाइछि। तालिबान कहिछि 4 जिला हाथेइबा परे ओनोबा जिला कब्जा करने संघर्ष जारी रही। नंबर 10 राज्य में 805 संक्रमित चिन्हट 7 जन संक्रमित मृत्यु। गत 24 घंटा मध्य राज्य में 805 जन पॉजिटिव चिन्हट होती। एथिभितर 18 वर्ष कम वयस्क 131 जन शिशु और किशोर अछंती। अनुगुड़ 13, बालेश्वर 30, बरगढ़ 5, भद्रक 14, बौद्ध 3, कटक 98, देवगढ़ 5, ढेंकानाट 11, गजपति 1, गंजाम 6, जगतसिंहपुर 17, जाजपुर 19, झारसुगुड़ा 2, केन्द्रापड़ा 33, केउझर 8, खोर्धा 346, मालकानगिरी 2, मयूरभंज 37, नवरंगपुर 7, नयगढ़ 10, पुरी 12, रायगढ़ 2, संबलपुर 21 और सुंदरगढ़ 16 जन पॉजिटिव चिन्हट होती। गत 24 घंटा मध्य राज्य में 7 जन संक्रमित मृत्यु घटी सूचना मिली। देश में 24 घंटा मध्य 42,766 नूतन संक्रमण और 308 मृत्यु रेकर्ड कर। नंबर 11 केरल रे निपा भूताणु चिन्हट संक्रमण रे जणे मृत्यु 2 आक्रांत। काली केरल रे निपा संक्रमण रे जणे नाबालकर मृत्यु होईछि। राज्यर आउ 2 जन स्वास्थ्यकर्मी ठारे एही भूताणु चिन्हट होईछंती। फड़रे एबे एहाकु नै राज्य सरकारक चिंता बढ़ी जाइछि। मिलिथिबा सूचना अनुसार केरल रे निपा संक्रमण रे 12 वर्षर नाबालकर मृत्यु होईछि। मृत बालकर प्लाज्मा सीएसएफ और सेरम रे भूताणु ठाब कर जाइछि। मृत बालकर घर ठारू 3 किलोमीटर पर्यंत अंचल को घेराबंदी सांगकु राज्य सरकारक पक्षरु कंटेनमेंट जोन घोषणा कर जाइछि। एही अंचल को यातायात उपर कटकणा लागू होईछि। नंबर 12 प्रतिवाद जारी रखिबाको विशाल रैली रे प्रतिज्ञा कले कृषक समूह। केंद्र सरकार कृषि आईन विरोध में प्रतिवाद चालू रखा लगी प्रतिवादकारी कृषक माने काली उत्तर प्रदेश मुजफ्फरनगर में आयोजित विशाल रैली रे प्रतिज्ञाबद्ध होइछंती। कालीर रैली रे वक्त माने कहिछंती केंद्र सरकार कहिले मात्र स्वल्प संख्यक कृषक प्रतिवाद करुछंती। सेमानक संख्या केते नगण्य हेलानी सेमाने देखंतु। तेणु पार्लियामेंट रे बसिथिबा व्यक्ति विशेषको सुबिबा भली उच्च कंठरे आमे कहिबा उचित। कालीर प्रतिवाद सभा जोग देइथिबा राष्ट्रीय लोकदलर जयंत चौधरी ट्वीट करी कहिछंती समवेत कृषक मानक उपरे हेलिकप्टर पुष्प पाखड़ा वृष्टि करने लगी प्रशासन अनुमति देला नहीं। कृषि आंदोलन को नेतृत्व नेउथुबा 40टी कृषक संगठनर मिश्रण रे सृष्ट सामुख्य किसान मोर्चा कहिछि सबु जाति धर्म राज्य वर्ग क्षुद्र व्यवसायी एवं समाजर सबु श्रेणी आंदोलन समर्थन पाउछि बोली महापंचायत प्रमाण करिवो। नंबर 13 यूपी रे भाइराल फीवर आतंक। उत्तर प्रदेश रे एनसेफालाइटिस और न्यूमोनिया भली पुराण रोग एवं भाइराल फीवर रे आक्रांत होई 171 पिला प्रयागराज मोतीलाल नेहरू हॉस्पिटल रे भर्ती होइछंती। सेमानक पई ऑक्सीजन जरूरी होई पड़िथिबा प्रयागराज सीएमडी डॉक्टर नानक शरण कहिछंती सेठार शिशु वार्ड रे 120 बेड रहिथिबा बेले 171 पिला भर्ती होइथिबारु गोटिए बेड रे 2 रु 3 जनक चिकित्सा करा जाउछि। उक्त अंचल रे बन्या जल कमिबा परे बहु संख्या रे पिला पुराण रोग भाइराल फीवर रे आक्रांत हेउछंती। नंबर 14
क्रिप्टोकरेन्सी क्षेत्र में 10,000 निजुक्ति सृष्टि। इंटरनेट दुनिया रे प्रचलन में थिबा डिजिटल मुद्रा बा क्रिप्टोकरेन्सी ग्रहणीयता बढ़ुथिबारु एही क्षेत्र में 10,000 निजुक्ति सुजोग सृष्टि होईछि। मानव सम्बल परिचालन करुथुबा संस्था एक्सफेनोर रिपोर्ट अनुसार गारुगांव, मुंबई और बेंगलुरु रे क्रिप्टोकरेन्सी क्षेत्र में 60% निजुक्ति सृष्टि होईछि। ब्लॉकचेन, मशीन लर्निंग, सिक्योरिटी इंजीनियरिंग, रिपल्स डेवलपमेंट आदि क्षेत्र में दक्षता हासिल करिथिबा प्रार्थी मानक बहुत चाहिदा रहिछि। रिपलएक्स हेउछि एक पेमेंट प्लेटफॉर्म जहाँ जरिए सारा विश्व में जेकोसी प्रकार मुद्रा रे पेमेंट करी हेउछि। नंबर 15 टोकियो रे इतिहास 19 पदक सह अभियान शेष कला भारत। 13 दिन धरी चलिथिबा टोकियो पारालंपिक्स रे इतिहास रचिछि भारत। एथर भारत रेकर्ड 19 पदक सह स्वदेश फेरिछि, जहाँकि पारालंपिक्स रे सर्वश्रेष्ठ। यह पूर्व 2016 रियो पारालंपिक्स रे भारत 4 पदक जीतिथिला, किंतु टोकियो रे भारत एहाठारु 5 गुण अधिक पदक हासिल करिछि। भारत 5 स्वर्ण, 8 रौप्य और 6 ब्रोंज सह मोट 19 पदक जीति पारागेम्स रे 25तम स्थान हासिल करिछि। पारालंपिक्स रे 19 पदक कौनसी विश्वस्तरीय इवेंट रे भारतर सर्वश्रेष्ठ प्रदर्शन। 2018 ग्रीष्मकालीन यूथ ओलंपिक्स रे भारत 13 पदक जीतिथिला। नंबर 16 तालिबान उपरे अंतर्जातीय चाप, नुआ सरकार घोषणा सप्ताह स्थगित। अफगानिस्तान रे तालिबान रो नुआ सरकार गठन प्रक्रिया गतकाली चूड़ांत होइथिला एवं काली प्रधानमंत्री समेत मंत्री परिषद रो समस्त सदस्यों नाम घोषणा होइथांता। तेबे नुआ सरकार केवल तालिबान रो किछि शीर्ष नेता नहीं गठन होइथिबा एवं एथिरे विभिन्न वर्गर प्रतिनिधि नथिबारु पाश्चात्य राष्ट्र माने एहाको प्रत्याख्यान करिवे बोली घोषणा करिथिले। अंतर्जातीय चाप बढ़िबारु काली तालिबान सरकार घोषणा प्रक्रिया को सप्ताहक पई स्थगित रखिछि। अन्यपटे विद्रोही गोष्ठी मध्य विभिन्न अंचल में सक्रिय हो उठिथिबा बेले तरबरिया भावे सरकार घोषणा समस्या बढ़िबो बोली तालिबान नेता माने आशंका करुछंती। गतकाली तालिबान नुआ सरकार घोषणा करिबा कार्यक्रम थिले मध्य एहाको दिनक पई स्थगित रख जाइथिला। नंबर 17 इराक रे आईएसआईएस गुड़ी रे निहत हेले 13 पुलिस कर्मी। इराकर किरकुक सहर रे काली नारकीय कांड घटैछंती आईएसआईएस आतंकवादी। एठारे थिबा एक चेक पॉइंट रे समाने मनइच्छा गुड़ी चालन करिबा फଳରେ 13 पुलिस कर्मी निहत हेबा सह अनेक पुलिस कर्मी और साधारण नागरिक आहत होइछंती। एबे किछि दिन हेबो आईएसआईएस पुलिस और सेना को टार्गेट करूछि बोली जणे प्रमुख अधिकारी कहिछंती। चलित वर्ष इराक रे यह सबुठारु बड़ धरणर आतंकवादी आक्रमण भाव विवेचना कर जाउछि। अफगानिस्तान तालिबान अधिकार को जीवा परे आतंकवादी मनोबल बढ़ी फଳରେ इराक एवं सीरिया परी स्थान में आतंकवादी आक्रमण बढ़िबो बोली आशंका कर जाउछि। नंबर 18 यूपी रे मेंट प्रसंग रे आभिमुख्य स्पष्ट कला कांग्रेस। आगामी यूपी विधानसभा निर्वाचन रे कांग्रेस एकाकी निर्वाचन लड़िबो ना मेंट करिबो एने जारी रहितिबो सस्पेंस उपरु पर्दा हटिछि। यूपी कांग्रेस रो सभापति अजय कुमार लल्लू कहिसंती कांग्रेस बड़ बड़ दल सहित मेंट करी निर्वाचन लड़िबो नाही। छोट छोट दल को सांगरे नै कांग्रेस एठारे विधानसभा निर्वाचन लड़िबो बोली से कहिसंती यूपी रे दीर्घ 32 वर्ष हेबो बीजेपी, बीएसपी एवं समाजवादी पार्टी सरकार गठन करि आसिछंती, हेले कांग्रेस केबे भी सरकार गढ़िबारे सफल होई पारि नाही। हेले एबे यूपी रो कांग्रेस महासचिव प्रियंका गांधी नेतृत्व रे दल 2020 विधानसभा निर्वाचन रे भल प्रदर्शन करिबो बोली से आशा व्यक्त करिसंती। नंबर 19 कोविड विभ्राट को नहीं स्थपा देवे जापान प्रधानमंत्री। कोविड महामारी गोटे देश सरकार को टड़मड़ करिपारे ताहा देखिबाकू मिलिछि जापान रे। महामारी परिचालन रे विभ्राट को नहीं सरकार जनप्रियतार रेटिंग 30% तड़कू खसी जिबारु प्रधानमंत्री योशिहिदे सुगा शुक्रवार घोषणा करथिले जे सरकारी दल लिबराल डेमोक्रेटिक पार्टीर सियाउ नेता होई रहिबे नाही। तेबे एजावत नुआ नेता किए हेबो से नहीं कौनसी स्पष्ट सूचना मिली नाही। दलर आउ अधिक क्षति हेबाकू न देई सुगा इस्तीफा देबाकू एवं दलर जणे दक्ष नेतांको प्रधानमंत्री आसन रे बसैबार व्यवस्था करिवे। सेप्टेम्बर 29 रे हेबाकू थिबा दलीय निर्वाचन रे सुगा भाग नेबे नाही बोली घोषणा करिसंती। नंबर 20 पश्चिमबंग उपनिर्वाचन पर प्रार्थी घोषणा कला टीएमसी। पश्चिमबंग में हेबाकू थिबा उपनिर्वाचन पर रविवार टीएमसी 3टी सीट पर प्रार्थी घोषणा करिछि। भवानीपुर मुख्यमंत्री ममता बनर्जी लड़िबे। 30 सेप्टेम्बर निर्वाचन हेबो एवं 3 अक्टोबर फलाफल बाहरिबो। ममता पई भवानीपुर विधायक शोभनदेव चट्टोपाध्याय इस्तीफा देइथिले। सूचनायोग्य ममता मुख्यमंत्री होइथिले मध्य निर्वाचन रे विजय हासिल करि नथिबारु 6 मास मध्य तांको विधायक भावे सदन को आसिबाकू पड़िबो, अन्यथा मुख्यमंत्री पद हाथछड़ा हेबो। नंबर 21 येमेन छाड़ीथिबा बालिस्टिक मिसाइल को प्रतिहत कला सऊदी अरब। रिपोर्ट सऊदी अरबर तैल समृद्ध पूर्वांचल आड़कू निक्षेप कर जाइथिबा बालिस्टिक क्षेपणास्त्र को शनिवार दिन प्रतिहत कर जाइथिबा कथा येमेन रे हौथ संगठनर संग्रामर साउदी नेतृत्वाधीन मेंट एक विवृत्ति रे कहिथिबा कथा साउदी राष्ट्रत गणमाध्यम प्रकाश करिछि।
प्राप्त सूचना अनुसार दम्माम सहर उपरे ଏହି କ୍ଷେପଣାସ୍ତ୍ରଟିକୁ ବାଧା ଦିଆଯାଇ ନଷ୍ଟ କରାଯାଇଥିଲା। ଫଳରେ ତାହାର ଖଣ୍ଡ ବିଖଣ୍ଡିତ ଅଂଶ ସବୁ ନିକଟବର୍ତ୍ତୀ ଦମ୍ମାମ ଉପନଗର ଉପରେ ବିଛାଡ଼ି ହୋଇପଡ଼ିଥିଲା। ଏଥିଯୋଗୁଁ 2 ଜଣ ସାଉଦି ବାଳକ ଆହତ ହେବା ସହ 14ଟି ଆବାସିକ ଭବନ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ସାଉଦି ପ୍ରତିରକ୍ଷା ମନ୍ତ୍ରଣାଳୟ ବିବୃତ୍ତି ଦେଇ କହିଛି। ଇରାନ ସହ ମେଣ୍ଟ କରିଥିବା ହୌଥି ଫୋର୍ସକୁ ସାଉଦି ମେଣ୍ଟ ଦାୟୀ କରିଛି, କିନ୍ତୁ ହଜ୍ ଚାଳିତ ଗଣମାଧ୍ୟମରେ ତୁରନ୍ତ କେହି ଏଥିପାଇଁ ନିଜକୁ ଦାୟୀ ବୋଲି ଘୋଷଣା କରିନାହାନ୍ତି। ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, 3 ମୃତ 20 ଆହତ। ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ 3 ଜଣ ମୃତ୍ୟୁବରଣ କରିଥିବା ବେଳେ 20 ଜଣ ଆହତ ହୋଇଛନ୍ତି। ପାକିସ୍ତାନର କ୍ୱେଟାରେ ମୋଟର ସାଇକେଲରେ ଆସି ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରଣ କରିବା ପରେ ଅତି କମ୍ରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 20 ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ପାକିସ୍ତାନର ତେହରିକେ ତାଲିବାନ ନିଜକୁ ଦାୟୀ କରିଛି। ସୂଚନା ଅନୁଯାୟୀ ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାଠାରୁ ପ୍ରାୟ 25 କିଲୋମିଟର ଦୂରରେ ଥିବା କ୍ୱେଟା ମାସ୍ତୁଙ୍ଗ ରୋଡର ପାରାମିଲିଟାରୀ ଫ୍ରଣ୍ଟିୟର କର୍ପସ ଦ୍ୱାରା ପରିଚାଳିତ ଏକ ଚେକପଏଣ୍ଟରେ ଏହି ବିସ୍ଫୋରଣ ଘଟିଛି। ନମ୍ବର 23 ସେପ୍ଟେମ୍ବର 20 ତାରିଖ ପର୍ଯ୍ୟନ୍ତ ହରିୟାଣାରେ ବଢ଼ିଲା ଲକଡାଉନ। ହରିୟାଣାରେ ବଢ଼ିଲା ଲକଡାଉନ। ଆଉ 2 ସପ୍ତାହ ପାଇଁ ଲକଡାଉନ ଅବଧି ବଢ଼ାଇଛନ୍ତି ହରିୟାଣା ସରକାର। କାଲି ଜାରି ହୋଇଥିବା ନୂଆ ଗାଇଡଲାଇନ ଅନୁଯାୟୀ ହରିୟାଣାରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଲକଡାଉନ କଟକଣା ବୃଦ୍ଧି କରିଛନ୍ତି ସରକାର। ହେଲେ କଟକଣାରେ ସାମାନ୍ୟ କୋହଳ କରାଯାଇଛି। ନୂଆ ଗାଇଡଲାଇନ ଅନୁଯାୟୀ ହୋଟେଲ, ମଲ୍, ରେଷ୍ଟୁରାଣ୍ଟ ଓ ବାରଗୁଡ଼ିକ 50%ରେ ଚଳାଚଳ କରିବ। ଏଥିସହ ସ୍ପା, ସିନେମା ହଲ୍ଗୁଡ଼ିକୁ ମଧ୍ୟ 50% କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି। ବିବାହ ଓ ଶ୍ରାଦ୍ଧ କ୍ରିୟାରେ ସର୍ବାଧିକ 100 ଲୋକ ସାମିଲ ହୋଇପାରିବେ। ଖୋଲା ସ୍ଥାନରେ ଆୟୋଜିତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ ଅତି ବେଶୀରେ 200 ଜଣ ଉପସ୍ଥିତ ରହିପାରିବେ। ନମ୍ବର 24 ସିଆଇଡି ମୁଖ୍ୟାଳୟରେ ହାଜର ପାଇଁ ଶୁଭେନ୍ଦୁ ଅଧିକାରୀଙ୍କୁ ସମନ। ବିଜେପି ନେତା ନନ୍ଦୀଗ୍ରାମ ବିଧାୟକ ତଥା ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଥିବା ଶୁଭେନ୍ଦୁ ଅଧିକାରୀ ତାଙ୍କର ଅଙ୍ଗରକ୍ଷୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଫସି ଯାଇଛନ୍ତି। ଏହି ଘଟଣାରେ ତଦନ୍ତର ସମ୍ମୁଖୀନ ହେବା ପାଇଁ ମାମଲାର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ସିଆଇଡି ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସମନ ଜାରି କରିଛନ୍ତି। ସୋମବାର ଦିନ ଭବାନୀ ଭବନଠାରେ ଥିବା ସିଆଇଡି ମୁଖ୍ୟାଳୟରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନନ୍ଦୀଗ୍ରାମ ବିଜେପି ବିଧାୟକ ଅଧିକାରୀଙ୍କୁ ଜାରି ସମନରେ ନିର୍ଦ୍ଦେଶ ଦିଆଯାଇଛି। ନମ୍ବର 25 ଆଫଗାନିସ୍ତାନରେ ନିର୍ବାଚନ କରିବାକୁ ଦାବି କଲେ ଇରାନ ରାଷ୍ଟ୍ରପତି। କାବୁଲ ଦଖଲ କରି ଆଫଗାନିସ୍ତାନକୁ କବ୍ଜାକୁ ନେଇଥିବା ତାଲିବାନ ସରକାର ଗଢ଼ିବାକୁ ନେଇ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ଇରାନ ରାଷ୍ଟ୍ରପତି ଆଫଗାନିସ୍ତାନରେ ଖୁବ୍ ଶୀଘ୍ର ନିର୍ବାଚନ କରିବା ନେଇ ଦାବି କରିଛନ୍ତି, ଯାହାଫଳରେ ଦେଶର ଭବିଷ୍ୟତ ନିର୍ଦ୍ଧାରଣ ହୋଇପାରିବ ଏବଂ ପୁଣି ଥରେ ଦେଶରେ ଶାନ୍ତି କାଏମ ରହିବ। ଶନିବାର ଏକ ସରକାରୀ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି କହିଛନ୍ତି ଯେ ଆଫଗାନ ଲୋକଙ୍କୁ ଖୁବ୍ ଶୀଘ୍ର ଦେଶରେ ସରକାର ଗଠନ କରିବା ପାଇଁ ଭୋଟ ଦେବା ଜରୁରୀ। ଫଳରେ ଦେଶରେ ଆଉ ଅରାଜକତା ସୃଷ୍ଟି ହେବ ନାହିଁ। ସରକାର ଜନତା ଭୋଟ ଦେଇ ବାଛିବେ ଏବଂ ସରକାର ଜନତାଙ୍କର ହିଁ ହେବ। ଏଥିସହିତ ସେ ଆହୁରି କହିଛନ୍ତି ଯେ ଇସଲାମିକ ରିପବ୍ଲିକ ସର୍ବଦା ଆଫଗାନିସ୍ତାନରେ ଶାନ୍ତି ଚାହୁଁଛି। ଅଯଥା ରକ୍ତପାତ ତଥା ନିଜ ସମ୍ପର୍କୀୟଙ୍କୁ ହତ୍ୟା ବନ୍ଦ ରଖିବା ଦରକାର। ନମ୍ବର 26 ଇଂଲଣ୍ଡ ସମ୍ମୁଖରେ 368 ରନ୍ର ବିଜୟ ଲକ୍ଷ୍ୟ ରଖିଲା ଭାରତ। ଓଭାଲରେ ଚାଲିଥିବା ଚତୁର୍ଥ କ୍ରିକେଟ ଟେଷ୍ଟରେ ଭାରତ ଚତୁର୍ଥ ଦିବସରେ ଇଂଲଣ୍ଡ ସମ୍ମୁଖରେ 368 ରନ୍ର ବିଜୟ ଲକ୍ଷ୍ୟ ରଖିଛି। ରୋହିତ ଶର୍ମା 127 ରନଙ୍କ ଚମତ୍କାର ଶତକ ପରେ ରିଷଭ ପନ୍ତ 50 ଓ ଶାର୍ଦୁଲ ଠାକୁର 60 ଆକର୍ଷଣୀୟ ଅର୍ଦ୍ଧଶତକ ଯୋଗୁଁ ଭାରତ ଦ୍ୱିତୀୟ ଇନିଂସରେ 466 ରନ୍ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି 44, ଚେତେଶ୍ୱର ପୂଜାରା 61 ଓ ଉମେଶ ଯାଦବ 25 ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍ ୱୋକ୍ସ 3ଟି, ଓଲି ରବିନସନ ଏବଂ ମୋଇନ ଅଲି 2ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ। ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର 191 ରନ୍ ଜବାବରେ ଇଂଲଣ୍ଡ 290 ରନ୍ କରି ଅଲଆଉଟ ହୋଇଯାଇଥିଲା। ମ୍ୟାଚରେ ବିଜୟ ହାସଲ ପାଇଁ ଇଂଲଣ୍ଡ ପାଖାପାଖି 126 ଓଭରରେ 23 ରନ୍ ସଂଗ୍ରହ କରିବ କିମ୍ବା ଭାରତକୁ 10 ୱିକେଟ୍ ହାସଲ କରିବାକୁ ପଡ଼ିବ। ହେଲେ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଇଂଲଣ୍ଡ ବିନା କୌଣସି ୱିକେଟ୍ ହରାଇ 77 ରନ୍ କରିନେଇଛି। ନମ୍ବର 27 ଟୋକିଓ ପାରାଲମ୍ପିକ୍ସ ବ୍ୟାଡମିଣ୍ଟନ ମ୍ୟାଚରେ ସ୍ୱର୍ଣ୍ଣପଦକ ଜିତିଲେ କୃଷ୍ଣ ନାଗର। ଜାପାନର ଟୋକିଓରେ ଚାଲିଥିବା ପାରାଲମ୍ପିକ୍ସ କ୍ରୀଡ଼ାର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଫାଇନାଲରେ କାଲି ଭାରତୀୟ ଖେଳାଳି କୃଷ୍ଣ ନାଗର ପୁରୁଷ ସିଙ୍ଗଲ୍ସରେ ହଂକଂର ଚୁ ମାନ କାଇଙ୍କୁ ପରାସ୍ତ କରି ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ଏହି ଚୂଡ଼ାନ୍ତ ପ୍ରତିଯୋଗିତାରେ ନାଗର 21-17, 16-21, 21-17ରେ କାଇଙ୍କୁ ପରାସ୍ତ କରିଛନ୍ତି। ଏହା ହେଉଛି ବ୍ୟାଡମିଣ୍ଟନ ଖେଳରେ ଭାରତର ଦ୍ୱିତୀୟ ସ୍ୱର୍ଣ୍ଣପଦକ। ନମ୍ବର 28 ଦ୍ୱିତୀୟ ଓପନର ଭାବେ ଦ୍ରୁତ 11,000 ରନ୍ କଲେ ରୋହିତ। ହିଟମ୍ୟାନ୍ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ଓପନର ଭାବେ ଦ୍ରୁତ 11,000 ରନ୍ ପୂରଣ କରିବା ଗୌରବ ଅର୍ଜନ କରିଛନ୍ତି। ଇନିଂସ ଆଧାରରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପଛକୁ ରହିଛନ୍ତି। ସଚିନ 241 ଇନିଂସରେ ଏହି କୀର୍ତ୍ତିମାନ କରିଥିବା ବେଳେ ରୋହିତ 246 ଇନିଂସ ଖେଳିଛନ୍ତି। ଏମାନଙ୍କ ପଛକୁ ମାଥ୍ୟୁ ହାଇଡେନ୍ 251, ସୁନୀଲ ଗାଭାସ୍କର 258, ଗର୍ଡନ ଗ୍ରୀନିଜ 261 ଓ ଗ୍ରାହାମ ଗୁଜ 262 ଇନିଂସରେ ଏହି ସଫଳତା ହାସଲ କରିଥିଲେ। ନମ୍ବର 29 ଟୋକିଓ ପାରାଲମ୍ପିକ୍ସ ରୌପ୍ୟ ପଦକ ଜିଣିଲେ ସୁହାସ ଜ୍ୟୋତିରାଜ।
ଜାପାନର ଟୋକିଓରେ ଚାଲିଥିବା ପାରାଲମ୍ପିକ୍ସ କ୍ରୀଡ଼ାରେ କାଲି ଆୟୋଜିତ ପୁରୁଷ ସିଙ୍ଗଲ୍ସ SL4 ବ୍ୟାଡମିଣ୍ଟନ ପ୍ରତିଯୋଗିତା ଫାଇନାଲରେ ଫ୍ରାନ୍ସର ଲ୍ୟୁକାସ୍ ମାଜୁରୋଙ୍କ ନିକଟରେ ପରାସ୍ତ ହୋଇ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସୁହାସ ଜ୍ୟୋତିରାଜ ରୌପ୍ୟ ପଦକ ହାସଲ କରିଛନ୍ତି। ଜ୍ୟୋତିରାଜ ମାଜୁରୋଙ୍କଠାରୁ 21-15, 17-21, 15-21ରେ ପରାସ୍ତ ହୋଇଛନ୍ତି। ନମ୍ବର 30 ଆଗାମୀ ଅଲିମ୍ପିକ୍ସ ଖେଳ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରନ୍ତୁ କହିଲେ କ୍ରୀଡ଼ାମନ୍ତ୍ରୀ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ରବିବାର ଦିନ ସମସ୍ତ ଜାତୀୟ କ୍ରୀଡ଼ା ଫେଡେରେସନକୁ 2024 ଏବଂ 2028ରେ ହେବାକୁ ଥିବା ଅଲିମ୍ପିକ୍ସ ଗେମ୍ସ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି, ଯାହାଦ୍ୱାରା ଭାରତ ତାର ସ୍ଥିତିକୁ ଆହୁରି ଉନ୍ନତ କରିପାରିବ। ଠାକୁର ବେଙ୍ଗାଲୁରୁରେ ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତ କ୍ରୀଡ଼ା ଫେଡେରେସନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ ଏବଂ ବଡ଼ ଯୋଜନା ପ୍ରସ୍ତୁତ କରିବାକୁ ଆମକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡ଼ିବ, ଯାହାଦ୍ୱାରା 2024 ଏବଂ 2028 ଅଲିମ୍ପିକ୍ସ ଗେମ୍ସରେ ଭାରତର ସ୍ଥିତି ଆହୁରି ସୁଦୃଢ଼ ହେବ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।